ଏହି ଭିଡ଼ିଓରେ ଆମେ ଜାଣିବା ଘୋଷଣାତ୍ମକ ଆଇନ ବିଷୟରେ, ଯାହାକୁ କି ଇଂରାଜୀରେ ଡିକ୍ଲାରେଟୋରୀ ଆକ୍ଟ 1766 ବୋଲିକି କୁହାଯାଇଥାଏ। ଏହି ଘୋଷଣାତ୍ମକ ଆଇନ ବା ଡିକ୍ଲାରେଟୋରୀ ଆକ୍ଟର ପ୍ରସ୍ତାବ ଦେଇଥିଲେ ରକିଂହାମ ଏବଂ ରକିଂହାମ ଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ 1765 ମସିହାରୁ 1766 ମସିହା ପର୍ଯ୍ୟନ୍ତ। ରକିଂହାମ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଦୁଇଥର ମନୋନୀତ ହୋଇଥିଲେ। ପ୍ରଥମେ 1765 ମସିହାରୁ 1766 ମସିହା ପର୍ଯ୍ୟନ୍ତ ଥିଲେ। ତାପରେ ସେ 1782 ମସିହାରେ ମଧ୍ୟ ପୁନର୍ବାର ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରୂପେ ମନୋନୀତ ହୋଇଥିଲେ। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରକିଂହାମଙ୍କ ଦ୍ୱାରା ପ୍ରସ୍ତାବିତ ଘୋଷଣାତ୍ମକ ଆଇନ ବା ଡିକ୍ଲାରେଟୋରୀ ଆକ୍ଟକୁ ପାରିତ କରିଥିଲେ ଇଂଲଣ୍ଡର ପାର୍ଲାମେଣ୍ଟ ଏବଂ ସେହି ଘୋଷଣାତ୍ମକ ଆଇନକୁ ପାରିତ କରାଯାଇଥିଲା 1766 ମସିହାରେ। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ରକିଂହାମଙ୍କର, ଯିଏକି ଇଂଲଣ୍ଡର ଦୁଇଥର ପ୍ରଧାନମନ୍ତ୍ରୀ ଥିଲେ। ପ୍ରଥମେ ସେ 1765 ମସିହାରୁ 1766 ମସିହା ପର୍ଯ୍ୟନ୍ତ ଥିଲେ। ତାପରେ ସେ ଦ୍ୱିତୀୟ ଥର ପାଇଁ ମନୋନୀତ ହୋଇଥିଲେ 1782 ମସିହାରେ ଏବଂ ସେ ଏହି ଘୋଷଣାତ୍ମକ ଆଇନ ବା ଡିକ୍ଲାରେଟୋରୀ ଆକ୍ଟର ପ୍ରସ୍ତାବ ଦେଇଥିଲେ। ଏହି ଘୋଷଣାତ୍ମକ ଆଇନ ବା ଡିକ୍ଲାରେଟୋରୀ ଆକ୍ଟକୁ କେଉଁ ସ୍ଥାନରେ ପାରିତ କରାଯାଇଥିଲା ବା କାହା ଉପରେ ଏହି ଆଇନକୁ ଲଦି ଦିଆଯାଇଥିଲା? ଦେଖ ପିଲାମାନେ, ଉତ୍ତର ଆମେରିକାର 13ଟି ଉପନିବେଶ ଉପରେ ଏହି ଘୋଷଣାତ୍ମକ ଆଇନ ବା ଡିକ୍ଲାରେଟୋରୀ ଆକ୍ଟକୁ ପାରିତ କରାଯାଇଥିଲା ବା ଉତ୍ତର ଆମେରିକାର 13ଟି ଉପନିବେଶ ଉପରେ ଏହି ଆଇନକୁ ଲଦି ଦିଆଯାଇଥିଲା। ଏବଂ ଏହି ଆଇନର ନିୟମ ଗୁଡ଼ିକ କ'ଣ କ'ଣ ଥିଲା? ଦେଖ ପିଲାମାନେ, ଏହି ଘୋଷଣାତ୍ମକ ଆଇନର ନିୟମଟି ଥିଲା ଇଂଲଣ୍ଡ ପାର୍ଲାମେଣ୍ଟର କ୍ଷମତା ବିଷୟରେ ବର୍ଣ୍ଣନା କରାଯାଇଥିଲା। ଇଂଲଣ୍ଡ ପାର୍ଲାମେଣ୍ଟର କ୍ଷମତା କ'ଣ କ'ଣ ଥିଲା? ଦେଖ ପିଲାମାନେ, ଉପନିବେଶ ଉପରେ ଆଇନ ପ୍ରବର୍ତ୍ତନ କରିପାରିବ ଇଂଲଣ୍ଡର ପାର୍ଲାମେଣ୍ଟ। ପ୍ରଥମ ନିୟମଟି ହେଉଛି ଇଂଲଣ୍ଡର ପାର୍ଲାମେଣ୍ଟକୁ କ୍ଷମତା ଦିଆଗଲା ଉପନିବେଶ ଉପରେ ଆଇନ ପ୍ରବର୍ତ୍ତନ କରିପାରିବ। ଦ୍ୱିତୀୟ କ୍ଷମତାଟି ପୁଣି ଇଂଲଣ୍ଡର ପାର୍ଲାମେଣ୍ଟକୁ ଦିଆଗଲା ପିଲାମାନେ ଉପନିବେଶ ଉପରେ କର ଧାର୍ଯ୍ୟ କରିପାରିବାର କ୍ଷମତା। ସଂକ୍ଷେପରେ ଯଦି କହିବା ପିଲାମାନେ, ଇଂଲଣ୍ଡର ପାର୍ଲାମେଣ୍ଟକୁ କ୍ଷମତା ଦିଆଗଲା ଉତ୍ତର ଆମେରିକାର 13ଟି ଉପନିବେଶ ଉପରେ ଆଇନ ପ୍ରବର୍ତ୍ତନ କରିବା ପାଇଁ, ତା ସହିତ ଉତ୍ତର ଆମେରିକାର 13ଟି ଉପନିବେଶ ଉପରେ କର ଧାର୍ଯ୍ୟ କରିବାର କ୍ଷମତା ମଧ୍ୟ ଇଂଲଣ୍ଡର ପାର୍ଲାମେଣ୍ଟକୁ ଏହି ଘୋଷଣାତ୍ମକ ଆଇନ ମାଧ୍ୟମରେ ବା ଡିକ୍ଲାରେଟୋରୀ ଆକ୍ଟ ମାଧ୍ୟମରେ ଦିଆଯାଇଥିଲା। ଏବଂ ଏହି ଘୋଷଣାତ୍ମକ ଆଇନ ବା ଡିକ୍ଲାରେଟୋରୀ ଆକ୍ଟ ପାରିତ ହେବା ଦ୍ୱାରା ଆମେରିକାର ଉପନିବେଶ ଗୁଡ଼ିକରେ ଅସନ୍ତୋଷର ବହ୍ନି ଜଳି ଉଠିଥିଲା ଏବଂ ସେମାନେ ବିଦ୍ରୋହୀ ହେବା ପାଇଁ ଆଗେଇ ଆସିଥିଲେ। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆଉ ଏମିତିକା +2 ଫାର୍ଷ୍ଟ ଇୟର ହିଷ୍ଟ୍ରି ବିଷୟରେ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିଦେବ।